ପାର୍ବତୀ ଶିବଙ୍କୁ କହିଲେ ଗଙ୍ଗାରେ ସମସ୍ତେ ସ୍ନାନ କରୁଛନ୍ତି, ପାପ ଧୌତ କରୁଛନ୍ତି, ଚାଲନ୍ତୁ ଗଙ୍ଗାକୁ ସ୍ନାନ କରିବା ପାଇଁ ଯିବା। ଦେବଦେବ ମହାଦେବ କହିଲେ କେହି ଗଙ୍ଗାରେ ସ୍ନାନ କରୁଛନ୍ତି, କାହାରି ପାପ କେତେବେଳେ ଯାଉ। ଶିବ ଗୋଟେ ସାଧାରଣ ଲୋକଟି ହେଇ ପାର୍ବତୀ କୋଳରେ ଶୋଇଲେ, ପାର୍ବତୀ ମାଟି ହେଇକି ବସିଲେ ଏବଂ କାନ୍ଦିଲେ। ଯିଏ ପଚାରିଲେ ମୋ ସ୍ୱାମୀ ମରି ଯାଇଛନ୍ତି। ନା କଣ କଲେ ବଞ୍ଚିବେ? ଯାହାଟି ପାପ ଆଦୌ ନଥବ ସେ ସ୍ପର୍ଶ କରିଦେଲେ ବଞ୍ଚି। ସକାଳ ଯାଇ ସନ୍ଧ୍ୟା ହେଲା, ସନ୍ଧ୍ୟା ହେଇ ଆସିଛି, ଜଣେ ବୁଢା ଆସୁଛନ୍ତି। ହେଲେ ମା କାହିଁ କାନ୍ଦୁଛ? ସେ ସେଇ କଥା କହିଲେ। ଯେତେବେଳେ ସ୍ନାନ ଜଳ ଧରି ଫେରୁଛନ୍ତି, ସେଇ ମାଙ୍କ ପାଖ ସେ ପହଞ୍ଚିଲା ବେଳକୁ ଶିବ ନାହାନ୍ତି, ପାର୍ବତୀ ନାହାନ୍ତି। ସେତେବେଳେ ପାର୍ବତୀକୁ ଶିବ କହିଲେ ଗୋଟିଏ ଲୋକ ଆଜି କେବଳ ଆସିଥିଲା, ପ୍ରକୃତ ଗଙ୍ଗାରେ ସ୍ନାନ କଲେ ପାପ ଧୌତ ହେଇଯାଏ ବୋଲି ତାର ବିଶ୍ୱାସ ଥିଲା।